ଶୀତ ଦିନର କଅଁଳିଆ କଅଁଳିଆ ଖରାରେ ଭୋଜି କରିବା ପାଇଁ ଭାରି ଭଲ ଲାଗେ। ତ ଆମ କଲୋନୀରେ ଆମେମାନେ ପ୍ଲାନିଂ କରିକି ଭୋଜି କଲୁ। ଭୋଜିରେ ଘାଣ୍ଟ ହେଇଥିଲା, ତ ମୁଁ ଭାବିଲି ଆପଣମାନଙ୍କ ସାଙ୍ଗରେ ସେୟାର କରିନେବି। ତ ଚାଲନ୍ତୁ ଦେଖିନେବା ମାଛ ଘାଣ୍ଟ ରେସିପି। ନମସ୍କାର, ମୁଁ ମାନସୀ ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କର ଚ୍ୟାନେଲ କୁକ୍ ୱିଥ୍ ମାନସୀକୁ। ମାଛକୁ ଏଠି ଭଲ ଭାବରେ ଧୋଇ ଲୁଣ ହଳଦୀ ଗୋଳାଇ ଏବେ ଭାଜି ନେଇଛୁ। ଏଠି 3 ପ୍ରକାର ମାଛ ଆମେ ନେଇଛୁ, ପାମ୍ପଲେଟ୍ ମାଛ, ଖଙ୍ଗା ମାଛ ଏବଂ ଚିଙ୍ଗୁଡ଼ି ମାଛ। ଛୋଟ ଚିଙ୍ଗୁଡ଼ି ନେଇଛୁ, ଛୋଟ ଚିଙ୍ଗୁଡ଼ି ଘାଣ୍ଟରେ ବହୁତ ଭଲ ଲାଗେ, ବଢ଼ିଆ ବାସ୍ନା ହୁଏ। ମାଛ ତ ଭଜା ହେଇଗଲା, ତ ଏବେ ଘାଣ୍ଟ ପାଇଁ ମସଲା ପ୍ରସ୍ତୁତ କରିବା। ଏଠି ପିଆଜ, ଗୋଟା କଞ୍ଚା ଲଙ୍କା ଭାଜି ନେଇଛୁ ଭଲସେ ତେଲରେ। ଏଠି ପିଆଜ ଭଲସେ ଭାଜି ହେଇଗଲାଣି, ଦେଖନ୍ତୁ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲାଣି। ଏବେ ଅଦା ଛେଚା ଏବଂ ରସୁଣ ଛେଚା ଦେଇଦେବା। ଘାଣ୍ଟରେ ଏମିତି ଛେଚା ମସଲା ଦେଲେ ବହୁତ ବଢ଼ିଆ ଟେଷ୍ଟ ଆସେ, ତ ଏମିତି ଛେଚା ଆମେ ଦେଇଛୁ। ଏଠି ଗୋଟେ ଟମାଟୋ କାଟିକି ଦେଇଦେଇଛୁ। ଏଠି ହଳଦୀ ଗୁଣ୍ଡ ଦେଇଦେବା, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଏଠି ଲାଲ ମିର୍ଚ ପାଉଡର ଦେଇଛୁ, କଞ୍ଚା ଲଙ୍କା ଦିଆ ହେଇଛି, ତ ସେଥିପାଇଁ ରାଗ ଲଙ୍କା ଗୁଣ୍ଡ ଦିଆ ହେଇନି, କେବଳ କଲର ପାଇଁକା ଲାଲ ମିର୍ଚ ପାଉଡର ଦିଆ ହେଇଛି। ଏଠି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଦିଆ ହେଇଛି। ଏବେ କାଟି ରଖିଥିବା ପରିବା ଦେଇ ଦେଇଛୁ। ଏଠି କଖାରୁ, ସାରୁ, ଆଳୁ, ଦେଶୀ ଆଳୁ ବଡ଼ ବଡ଼ ପିସ୍ରେ କଟା ହେଇଛି। ଏ ମସଲାରେ ହିଁ ଦେଇଦେବା। ମସଲାରେ ଟିକେ ଭଲସେ କଷି ନେବା ପରିବାକୁ। ସାରୁ ଦେଶୀ ଆଳୁର ଲାଳ ଅଂଶ ଥାଏ ନା, ତ କଷିଦେଲେ ଟିକେ ଲାଳ ଅଂଶ ପଳେଇବ, ଭଲ ଲାଗିବ। ଏବେ ପରିବା କଷି ହେଇଗଲା ପରେ ପାଣି ଦେଇଦେବା। ଟିକେ ଫୁଟି ଆସିବା ପରେ ଆମେ ଡାଲି ଦେଇଦେବା। ଡାଲି କମ୍ ଦେବା। ଏଠି ଆମେ ହରଡ଼ ଡାଲି ଦେଇଛୁ, ଆପଣମାନେ ଯଦି ଚାହାନ୍ତି ବୁଟ ଡାଲି ଦେଇପାରନ୍ତି। ଏବେ ପରିବା ସିଝିଗଲାଣି, ଡାଲି ସିଝିଗଲାଣି। ଏବେ ମାଛ ଦେଇଦେବା। 3 ପ୍ରକାର ମାଛ ଯେଉଁ ଆମେ ଭାଜିକି ରଖିଥିଲୁ ଦେଇଦେବା। ଏବେ ଘାଣ୍ଟ ପ୍ରସ୍ତୁତ ହେଇଗଲାଣି। ଶେଷରେ ଧନିଆ ପତ୍ର, ଭଜା ଜିରା ଲଙ୍କା ଗୁଣ୍ଡ ଏବଂ ଗରମ ମସଲା ଦେଇଦେବା। ଏବେ ଭଲସେ ଗୋଳେଇ ନେବା। ଦେଖନ୍ତୁ କେତେ ବଢ଼ିଆ ହେଇଛି ଘାଣ୍ଟ, କେତେ ବଢ଼ିଆ ଦେଖାଯାଉଛି। ଦେଖିଲେ ଖାଇବା ପାଇଁ ଇଚ୍ଛା ହେଉଛି ନା। ଆପଣମାନେ ନିଶ୍ଚୟ ଭୋଜି କରନ୍ତୁ, ଏମିତି ଭୋଜିରେ ଘାଣ୍ଟ ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର।